ବନ୍ଧୁଗଣ, ଗ୍ରହଣ ହେଉ କିମ୍ବା ପରାଗ ହେଉ, ଏହାର ପ୍ରଭାବ ଜୀବଜଗତ ଉପରେ ପଡ଼ିଥାଏ। ରାଶି ନକ୍ଷତ୍ର ଉପରେ ପଡ଼ିଥାଏ, ସମ୍ପୂର୍ଣ୍ଣ ପୃଥିବୀ ଉପରେ ମଧ୍ୟ ପଡ଼ିଥାଏ। ତେବେ ଚଳିତ ବର୍ଷ ଏହି ପ୍ରଥମ ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବା ସହିତ ସମ୍ପୂର୍ଣ୍ଣ ଓଡ଼ିଶାରେ ଦୃଶ୍ୟମାନ ହେବ ଏବଂ ହାଣ୍ଡିଚାଡ଼ ବା ପାଖ ନିଷେଧ ସୁନିଶ୍ଚିତ କରାଯିବ। ସାଧାରଣତଃ ଚନ୍ଦ୍ରଗ୍ରହଣ ଲାଗିବାର 9 ଘଣ୍ଟା ବାଦ 3 ପହରରୁ ଏବଂ ସୂର୍ଯ୍ୟ ପରାଗ ଲାଗିବା 12 ଘଣ୍ଟା 4 ପହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଚାଳ କରାଯାଇଥାଏ। ଏହି ସମୟକୁ ଆମେ ସୂତକ ସମୟ କହିଥାଉ ବା ହାଣ୍ଡିଚାଳ ସମୟ ମଧ୍ୟ କହିଥାଉ। ଯେହେତୁ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଥିବା ତାହେଲେ 9 ଘଣ୍ଟା ପୂର୍ବରୁ ହାଣ୍ଡିଚାଳ କରିବା ପାଇଁ ପଡ଼ିଥାଏ। ତେବେ ଏହି ଚନ୍ଦ୍ରଗ୍ରହଣର ସୂତକ ସମୟ ବା ପାକ ନିଷେଧ ହାଣ୍ଡିଚାଳର ସମୟ ହେଉଛି 3 ମାର୍ଚ୍ଚ 2024 ମଙ୍ଗଳବାର ଦିନ। ଆରମ୍ଭ ପ୍ରାପ୍ତ 6:20 ହେବ ଏବଂ ଏହା ସନ୍ଧ୍ୟା 6:47 ପର୍ଯ୍ୟନ୍ତ ରହିବ। 3 ମାର୍ଚ୍ଚ ମଙ୍ଗଳବାର ଦିନ 6:20ରୁ ଆପଣମାନେ ପାକ ନିଷେଧ କରିବେ ଏବଂ ସେହିଦିନ ସନ୍ଧ୍ୟା 6:47 ପର୍ଯ୍ୟନ୍ତ ଆପଣ ପାକ ନିଷେଧ କରିବେ। ଏହି ସମୟରେ ମଧ୍ୟରେ ଆପଣମାନେ ସମ୍ପୂର୍ଣ୍ଣ ରୂପରେ ଭୋଜନ, ଦେବନୀତି ଏବଂ ରନ୍ଧକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରିବେ। ଯେହେତୁ ଆମେ ସନାତନ ଧର୍ମକୁ ଅବଲମ୍ବନ କରୁଅଛୁ, ସନାତନ ଧର୍ମର ସମସ୍ତ ନୀତି ନିୟମକୁ ସମ୍ପୂର୍ଣ୍ଣ ଭାବରେ ପାଳିବା ଆମର କର୍ତ୍ତବ୍ୟ ଅଟେ। ଗ୍ରହଣର ସୂତକ ସମୟ ସରିବା ପରେ ଆପଣ ଶୁଭ କାର୍ଯ୍ୟ କରିପାରିବେ, ଭଗବାନଙ୍କ ଦର୍ଶନ ମଧ୍ୟ କରିପାରିବେ। ତେବେ ଗ୍ରହଣ ଲାଗିବାର ସମୟ ହେଉଛି ବା ଗ୍ରହଣ ହ୍ରାସ କରିବାର ସମୟ ହେଉଛି 3 ମାର୍ଚ୍ଚ 2024 ମଙ୍ଗଳବାର ଦିନ 3:20 ଆରମ୍ଭ ହେବ ଏବଂ ସନ୍ଧ୍ୟା 6:47 ଗ୍ରହଣ ସମାପ୍ତ ହେବ। ଏହି ବିରଳ ଚନ୍ଦ୍ରଗ୍ରହଣ 3 ଘଣ୍ଟା 47:07 ପର୍ଯ୍ୟନ୍ତ ସଂଘଟିତ ରହିବ। ଏଣୁ ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ ଘରୁ ନିଶ୍ଚୟ ବାହାରିବେ ନାହିଁ ଏବଂ ଚନ୍ଦ୍ରଗ୍ରହଣ ଦେଖିବାକୁ ପ୍ରୟାସ ମଧ୍ୟ କରିପାରିବେ ନାହିଁ।